ଆଜି ଆମେ ବନେଇବା ଖରାଦିନ ସ୍ପେଶାଲ ତରଭୁଜ ରସ ବା ତରଭୁଜ ଜୁସ୍। ଖରାଦିନେ ପିଇବା ପାଇଁ ବହୁତ ଶାନ୍ତି ଲାଗେ। ଏବେ ତ ବହୁତ ଖରା ହେଉଛି, ଆଉ ମାର୍କେଟରେ ବି ତରଭୁଜ ବହୁତ ଶସ୍ତାରେ ମିଳୁଛି। ତାକୁ ଆଣିକି ଆମେ ଏମିତି ଘରେ ତରଭୁଜ ଜୁସ୍ ବନେଇ ପାରିବା। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଲାଗେ। ଏମିତି ବନେଇକି ଘରେ ପିଇପାରିବେ, ବନ୍ଧୁବାନ୍ଧବ ଆସିଲେ ବି ଦେଇପାରିବେ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ବହୁତ ଭଲ ଲାଗିବ। ତେବେ ଚାଲନ୍ତୁ ଏକୁ ବନେଇବା ଷ୍ଟାର୍ଟ କରିବା। ଯେଉଁ ତରଭୁଜ ଆଣିବେ ଏମିତିଆ ୟେଲୋ ଦେଖାଯାଉଥିବ, ସେଇ ତରଭୁଜ ଆଣିଲେ ଭିତରଟା ପୁରା ଲାଲ ଆସିବ ଆଉ ମିଠା ବି ଆସିବ। ଏଇଠି ଦେଖନ୍ତୁ ମୁଁ ଏଇଟା କାଟି ଦେଇଛି, ଆଉ କାଟିକି ତାକୁ ବାହାର କରି ନେଇଯାଉଛି ଛୋଟ ଛୋଟ ପିସ୍ରେ। ଆପଣମାନେ ଯେମିତି ହେଲେ କାଟିଦେବେ, ଯେଉଁ ହିସାବରେ ଆପଣଙ୍କ ହିସାବରେ କାଟିଦେବେ। ତରଭୁଜକୁ କାଟି ଦେଇକି ତା ମଞ୍ଜି ଯେତିକି ବହୁତ ଥିବ ମଞ୍ଜିକୁ ବାହାର କରିଦେବେ। ରଶ୍ମିରେଖା ଦୁନିଆକୁ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ମୁଁ ଏଇଠି ଗୋଟେ ଗ୍ରାଇଣ୍ଡର ଜାର୍ ନେଇଯାଇଛି, ଆଉ ତରଭୁଜ ପିସ୍କୁ ଦେଇଦେଇଛି, ଆଉ ସେଥିରେ କିଛି ଚିନି ଦେଇଛି। ଆଉ ଚିନିଟା ଆପଣଙ୍କ ହିସାବରେ ଦେବେ। ଯଦି ମିଠା ଅଛି ତ ନଦେଲେ ବି ଚଳିବ। ମୁଁ ଅଳ୍ପ ଟିକେ ଦେଇଛି, ଆଉ ଟିକେ ପାଣି ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଆଉ ତାକୁ ଗୋଟେ ଛଙ୍କା ସାହାଯ୍ୟରେ ଛାଙ୍କି ଦେବେ। ଛାଙ୍କି ଦେଲେ ସର୍ବତଟା ପିଇବାକୁ ଭଲ ଲାଗିବ। ଏଠି ଚାହିଁଲେ 10-12ଟି ପୋଦିନା ପତ୍ର ଦେଇଦେବେ। ପୋଦିନା ପତ୍ର ଯେହେତୁ ମୋ ପାଖରେ ନାହିଁ, ମୁଁ ଦେଇନି। ପୋଦିନା ପତ୍ର ଦେଲେ ସର୍ବତଟି ଆହୁରି ଭଲ ଲାଗିବ। ଏଠି ମୁଁ ଛାଙ୍କିକି ଗ୍ଲାସରେ ରଖିଦେଉଛି, ଆଉ ସେଇଥିରେ ଉପରେ ଟିକେ ବିଟ ଲୁଣ ପକାଇଦେବା। ପିଇବା ପାଇଁ ବହୁତ ଟେଷ୍ଟ ଲାଗିବ। ଆମର ରେଡ଼ି ହେଇଗଲା ତରଭୁଜ ଜୁସ୍। ଏ ତରଭୁଜ ଥଣ୍ଡା ଥଣ୍ଡା ତରଭୁଜ ଜୁସ୍ ଖରାଦିନେ ପିଇଲେ ବହୁତ ଶାନ୍ତି ଲାଗେ। ଥରେ ବନେଇକି ଦେଖନ୍ତୁ ଆଉ ପିଅନ୍ତୁ। କେମିତି ଲାଗୁଛି କମେଣ୍ଟ ବକ୍ସରେ କମେଣ୍ଟ ଦିଅନ୍ତୁ। ରହୁଛି, ଜୟ ଜଗନ୍ନାଥ। ପୁଣି ଆସିବି ଆଉ ଗୋଟେ ରେସିପି ନେଇକି।